ହାଇଦ୍ରାବାଦ ରେ ଚହଳ ପକାଇଛି ଚୋରି ଗ୍ୟାଙ୍ଗର ଆତଙ୍କ। ରାତି ଅଧରେ ସ୍କୁଲରେ ପଶି ଲକ୍ଷାଧିକ ଟଙ୍କା ଲୁଟ୍ କରିଛନ୍ତି ଚୋରି ଗ୍ୟାଙ୍ଗ। ତେବେ ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଚୋରି ଗ୍ୟାଙ୍ଗର ଆତଙ୍କ ସାମ୍ନାକୁ ଆସିଛି। ଏଠାରେ ଦୁଇ ଜଣ ଦୁର୍ବୃତ୍ତ ଚୋରି ପିନ୍ଧି ଏକ ବିଦ୍ୟାଳୟରେ ପ୍ରବେଶ କରି 7,85,000 ଟଙ୍କା ଚୋରି କରିଥିଲେ। ବର୍ତ୍ତମାନ ଏହି ଘଟଣାର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି। ପୋଲିସର ସୂଚନା ଅନୁସାରେ ଶନିବାର ଦିନ ମଧ୍ୟରାତ୍ରିରେ ଏହି ଘଟଣା ଘଟିଛି। ତେବେ ଚୋରମାନେ ହାଇଦ୍ରାବାଦର ମିୟାପୁରରେ ଅବସ୍ଥିତ ୱାର୍ଲ୍ଡ ୱାନ୍ ସ୍କୁଲକୁ ଟାର୍ଗେଟ କରିଥିଲେ ଏବଂ ରାତିରେ ଅନ୍ତବସ୍ତ୍ର ପିନ୍ଧି ସ୍କୁଲ ପରିସର ମଧ୍ୟରେ ପ୍ରବେଶ କରି ଦୁଇ ଚୋର ମିଶି ସେଠାରୁ ଲକ୍ଷ ଲକ୍ଷ ନଗଦ ଟଙ୍କା ନେଇ ଫେରାର ହୋଇଯାଇଥିଲେ। ତେବେ ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ଏହି ଘଟଣାର ସିସିଟିଭି ଫୁଟେଜ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ଦୁଇ ଚୋର ସ୍କୁଲ ପରିସର ମଧ୍ୟରେ ବୁଲାବୁଲି କରି ଚୋରି କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଆଉ ଚୋରମାନେ କେବଳ ଅନ୍ତବସ୍ତ୍ର ପିନ୍ଧିଥିଲେ, ସେମାନଙ୍କ ପରିଚୟ ଲୁଚାଇବାକୁ ମୁହଁରେ ମାସ୍କ ଘୋଡ଼ାଇ ଦେଇଥିବା ଦେଖିବାକୁ ମିଳିଛି। ସେହିପରି ଚୋରିର ଏଭଳି ଘଟଣା ପୂର୍ବରୁ ମଧ୍ୟ ବିଭିନ୍ନ ଅଞ୍ଚଳରେ ଘଟିଛି। ପ୍ରାୟ 1 ବର୍ଷ ପୂର୍ବେ ବିହାର ରାଜଧାନୀ ପାଟନାରେ ଏଭଳି ଏକ ମାମଲା ସାମ୍ନାକୁ ଆସିଥିଲା, ଯେଉଁଥିରେ ଚୋରି ବ୍ୟାନିୟନ ଗ୍ୟାଙ୍ଗ ଏକ ଇଲେକ୍ଟ୍ରୋନିକ ଦୋକାନକୁ ଟାର୍ଗେଟ କରିଥିଲେ। ଆଉ ଚୋରମାନେ ଦୋକାନରେ ପ୍ରବେଶ କରି କାଉଣ୍ଟରରୁ 2 ଲକ୍ଷ ଟଙ୍କା ଚୋରି କରିଥିଲେ। ଦୋକାନରେ ଥିବା ସିସିଟିଭି କ୍ୟାମେରାରେ ପୁରା ଘଟଣା ମଧ୍ୟ କଏଦ ହୋଇଥିଲା। ସେହିପରି ବର୍ତ୍ତମାନ ସ୍କୁଲ ପରିସର ମଧ୍ୟରେ ଦୁଇ ଜଣ ଦୁର୍ବୃତ୍ତ ଅନ୍ତବସ୍ତ୍ର ପିନ୍ଧି ସ୍କୁଲରୁ ଲକ୍ଷାଧିକ ଟଙ୍କା ଲୁଟି ନେଇଥିବାର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହେବା ପରେ ଏହା ଭାଇରାଲ ହେବାରେ ଲାଗିଛି।